କିଛି ଖାଦ୍ୟ ରଙ୍ଗକୁ ମୁଁ ଏଠି ପାଣିରେ ମିଶାଉଛି ଏବଂ ଏହାକୁ ଭଲସେ ଫେଣ୍ଟି ଦେଉଛି। କିଛି ସମୟ ପରେ ମୁଁ ଦେଖୁଛି ଖାଦ୍ୟ ରଙ୍ଗ ସମାନ ଭାବରେ ସବୁଆଡ଼େ ମିଶିଗଲା। ଦ୍ୱିତୀୟ କାଚ ଗ୍ଲାସରେ ପାଣିରେ ମୁଁ କିଛି ତେଲ ମିଶାଉଛି ଏବଂ ଏହି ତେଲକୁ ଭଲ ଭାବରେ ଫେଣ୍ଟି ଦେଉଛି। କିଛି ସମୟ ଫେଣ୍ଟିଲା ପରେ ମୁଁ ଲକ୍ଷ୍ୟ କରୁଛି ଯେ ଏହି ତେଲ ଗୁଡ଼ିକ ପାଣିରେ ମିଶିଲା ନାହିଁ, ଏଗୁଡ଼ିକ ପାଣି ଉପରେ ଜମା ହେଇକି ରହିଗଲା। ତେବେ ଏଗୁଡ଼ିକ ଆମେ ଦେଖିଲେ ଯେ ମିଶ୍ରଣ, ଏହା କିଛି ଜିନିଷକୁ ଆମେ ମିଶାଉଛନ୍ତି। ମାତ୍ର ଏହା କେଉଁ ପ୍ରକାର ମିଶ୍ରଣ, କ'ଣ ଏହାକୁ? ରାସାୟନିକ ବିଜ୍ଞାନରେ ଏହା ବହୁତ ଜରୁରୀ। ତେବେ ଚାଲ ଏସବୁ ବିଷୟରେ ଏହି ଭିଡ଼ିଓରେ ଆଲୋଚନା କରିବା। ମିଶ୍ରଣକୁ ବୁଝିବା ଆଗରୁ ଚାଲ ପ୍ରଥମେ ଆମେ ଯାହା ପଢ଼ିଥିଲେ, ଯାହାକି ବିଶୁଦ୍ଧ ପଦାର୍ଥ ଗୁଡ଼ିକୁ ପୁନର୍ବାର ଆଲୋଚନା କରିବା। ତେବେ ଆମେ ଜାଣିଥିଲେ ଯେ ବିଶୁଦ୍ଧ ପଦାର୍ଥ ଦୁଇ ପ୍ରକାରର ହୋଇପାରେ। ଗୋଟିଏ ହେଉଛି ମୌଳିକ କିମ୍ବା ଗୋଟିଏ ହେଉଛି ଯୌଗିକ। ମୌଳିକ କାହାକୁ କୁହାଯାଏ? ମୌଳିକ ଗୁଡ଼ିକ ସାଧାରଣତଃ ଗୋଟିଏ ପ୍ରକାର ପରମାଣୁ ଗୁଡ଼ିକୁ ନେଇ ଗଠିତ। ଯେମିତିକି ଯଦି ଆମେ ବାମ ପାର୍ଶ୍ୱରେ ଅକ୍ସିଜେନକୁ ଦେଖୁଛନ୍ତି, ଅକ୍ସିଜେନର ପ୍ରତୀକ କ'ଣ? O2 ବା ଏଗୁଡ଼ିକ କେବଳ ଅକ୍ସିଜେନର ପରମାଣୁକୁ ନେଇକି ହିଁ ଗଠିତ। ମାତ୍ର ଯଦି ଆମେ ଗୋଲ୍ଡକୁ ଦେଖିବା, ତାହେଲେ ଗୋଲ୍ଡ ମଧ୍ୟ ସେଇ ଗୋଟେ ପ୍ରକାରର ଗୋଲ୍ଡ ଯାହାର ପ୍ରତୀକ AU, ଯାହାକୁ ଲାଟିନ ନାମରେ ଅରମ୍ ବୋଲି କୁହାଯାଏ। ସେଥିପାଇଁ ଏ ଗୋଲ୍ଡ ମଧ୍ୟ ସେଇ ଗୋଲ୍ଡର ପରମାଣୁକୁ ବା ସୁନାର ପରମାଣୁକୁ ନେଇକି ତିଆରି। ଠିକ୍ ଅଛି। ତେବେ ଯଦି ଅପରପକ୍ଷରେ ଆମେ ଯୌଗିକ ବିଷୟରେ ଆଲୋଚନା କରିବା, ଯୌଗିକ ଗୁଡ଼ିକ ସାଧାରଣତଃ ଭାବରେ ଦୁଇଟି ଭିନ୍ନ ଭିନ୍ନ ପରମାଣୁକୁ ନେଇକି ଗଠିତ ହୋଇଥାନ୍ତି। ଯଦି ଆମେ ଜଳକୁ ଲକ୍ଷ୍ୟ କରିବା, ଜଳ ଗୁଡ଼ିକ ସାଧାରଣତଃ ଦୁଇଟି ପରମାଣୁକୁ ନେଇ ଗଠିତ, ଦୁଇଟି ହାଇଡ୍ରୋଜେନ୍ ଏବଂ ଗୋଟିଏ ଅକ୍ସିଜେନ୍। ଏବଂ ଠିକ୍ ସେହିପରି ଯଦି ଆମେ କାର୍ବନ ଡାଇଅକ୍ସାଇଡକୁ ଲକ୍ଷ୍ୟ କରିବା, କାର୍ବନ ଡାଇଅକ୍ସାଇଡ ମଧ୍ୟ ଦୁଇଟି ପରମାଣୁକୁ ନେଇ ଗଠିତ, ଗୋଟିଏ କାର୍ବନ, ଦୁଇଟି ଅକ୍ସିଜେନ୍। ଠିକ୍ ଅଛି। ତେବେ ଜଳକୁ ଯଦି ଆମେ ଦେଖିବା, ଜଳ ମଧ୍ୟରେ ସମ୍ପୂର୍ଣ୍ଣ ଭାବରେ ଆଉ କିଛି ନଥାଏ, କେବଳ ସେହି ଜଳର ଅଣୁଗୁଡ଼ିକ ହିଁ ଥାଏ। ଗୋଟିଏ ମାତ୍ର ଅଣୁ ଥାଏ, ଯାହାକି H2O ଭଳି ଅଣୁ ସମସ୍ତ ଗୁଡ଼ିକ ରହିଥାନ୍ତି। ସେପରିକା କାର୍ବନ ଡାଇଅକ୍ସାଇଡର ଗ୍ୟାସକୁ ଯଦି ଲକ୍ଷ୍ୟ କରିବା, ତାହା ମଧ୍ୟରେ କେବଳ କାର୍ବନ ଡାଇଅକ୍ସାଇଡର ଅଣୁ ଥାଏ। ତେଣୁ ଏଗୁଡ଼ିକ ହେଉଛନ୍ତି ଯୌଗିକ ବା ଏଗୁଡ଼ିକ ଆମେ ବିଶୁଦ୍ଧ ପଦାର୍ଥ ବୋଲି କହିଥାନ୍ତି। ଠିକ୍ ଅଛି। ତେବେ ବିଶୁଦ୍ଧ ପଦାର୍ଥକୁ ଆମେ ଜାଣିଲେ, ତେବେ ଏହି ବିଶୁଦ୍ଧ ପଦାର୍ଥ ଗୁଡ଼ିକର କିଛି ଧର୍ମ ରହିଥାଏ, ଯେମିତିକି ଗଳନାଙ୍କ, ସ୍ଫୁଟନାଙ୍କ, ସାନ୍ଦ୍ରତା ଇତ୍ୟାଦି। ତେବେ ଚାଲ ମିଶ୍ରଣ ବିଷୟରେ ଆଲୋଚନା କରିବା। ତେବେ ମିଶ୍ରଣ କ'ଣ? ମିଶ୍ରଣ ହେଉଛି ଭୌତିକ ପ୍ରକ୍ରିୟାରେ ମିଶାଇବା, ଯେଉଁଥିରେ ଦୁଇଟି ଭିନ୍ନ ଭିନ୍ନ ପଦାର୍ଥ ବା ଭିନ୍ନ ଭିନ୍ନ ଅଣୁ କିମ୍ବା ପରମାଣୁ ମିଶିକି ରହିଥାନ୍ତି ଏବଂ ଯାହାକୁ ଆମେ ପୃଥକ ମଧ୍ୟ କରିପାରିବା, ସେଗୁଡ଼ିକ ହେଉଛନ୍ତି ମିଶ୍ରଣ। ତେବେ ମିଶ୍ରଣ ମଧ୍ୟ ଦୁଇ ପ୍ରକାର ଅଟେ। ଗୋଟିଏ ହେଉଛି ସମଜାତୀୟ ମିଶ୍ରଣ। ବର୍ତ୍ତମାନ ଆମେ ସମଜାତୀୟ ମିଶ୍ରଣକୁ ଦେଖିବା। ସମଜାତୀୟ ମିଶ୍ରଣ କ'ଣ? ବର୍ତ୍ତମାନ ଦେଖ, ମୁଁ ଏଇ କାଚ ଗ୍ଲାସରେ କିଛି ଫଳରସ ନେଇଛି। ତେବେ ଏଥିରେ କେଉଁ କେଉଁ କଣିକା ଅଛି, କେଉଁ କେଉଁ ଅଣୁ ଅଛି, କେଉଁ କେଉଁ ପରମାଣୁ ଅଛି, ଆମେ ଏହାକୁ ପୃଥକ କରିପାରୁଛନ୍ତି କି? ବା ଏହାକୁ ଆମେ ଅଲଗା ଅଲଗା ଭାବରେ ଦେଖିପାରୁଛନ୍ତି କି? ଆମେ ଦେଖିପାରୁନାହାନ୍ତି। ଏମାନେ ସମାନ ଭାବରେ ମିଶି ଯାଇଛନ୍ତି। ତେଣୁ ଆମେ କହିଲେ ଏହା ହେଉଛି ଏକ ସମଜାତୀୟ ମିଶ୍ରଣ। ଠିକ୍ ସେହିପରି ଯଦି ଆମେ ଏଇ କାଚ ଗ୍ଲାସକୁ ଲକ୍ଷ୍ୟ କରିବା, ଏହା ମଧ୍ୟରେ ଯେଉଁ ଧାତବ ଖଣ୍ଡଟି ଅଛି, ଏହି ଧାତବ ଖଣ୍ଡକୁ ଆମେ ସମ୍ପୂର୍ଣ୍ଣ ଭାବରେ ପୃଥକ ଭାବରେ ଜଳ ମଧ୍ୟରୁ ଦେଖିପାରୁଛନ୍ତି। ଜଳ ଅଲଗା, ଏହି ଧାତବ ଖଣ୍ଡ ଅଲଗା। ଠିକ୍ ଅଛି। ଦେଖ, ଏହାକୁ ଆମେ ଚାରିପଟରୁ ଦେଖିପାରୁଛନ୍ତି, ଏହା ଏକ ଧାତବ ଖଣ୍ଡ। ଠିକ୍ ସେହିପରି ଯଦି ମୁଁ ଏକ କାଚ ଗ୍ଲାସରେ କିଛି ତେଲ ନେଇଛି, ଯାହାକୁ ପ୍ରଥମେ ଆମେ ମିଶାଇଥିଲେ, ଏଇ ତେଲ ଗୁଡ଼ିକ ଦେଖ, ଜଳ ଉପରେ ଏଇଠି କିଛି ଏମିତି ଜମା ହେଇକି ରହିଛି। ଆମେ ଜଳକୁ ଏବଂ ତେଲକୁ ପୃଥକ ଭାବରେ ଦେଖିପାରୁଛନ୍ତି। ତେଣୁ ଏହାକୁ ଆମେ କହିପାରିବା ଯେ ଏହା ହେଉଛି ଏକ ଅସମଜାତୀୟ ମିଶ୍ରଣ। ତେବେ ମିଶ୍ରଣ ଦୁଇ ପ୍ରକାର ହୋଇପାରେ, ସମଜାତୀୟ ଏବଂ ଅସମଜାତୀୟ। ଠିକ୍ ଅଛି। ତେବେ ଚାଲ ଏଇଠି କିଛି ଉଦାହରଣ ଗୁଡ଼ିକୁ ଲକ୍ଷ୍ୟ କରିବା। ପ୍ରଥମେ ଦେଖ, ମୁଁ ଲକ୍ଷ୍ୟ କରୁଛି ସାଲାଡକୁ। ସାଲାଡରେ ମୁଁ କ'ଣ ଦେଖୁଛି ନା, ଏଥିରେ ଭିନ୍ନ ଭିନ୍ନ ପରିବା କିମ୍ବା ଭିନ୍ନ ଭିନ୍ନ ଫଳ ଗୁଡ଼ିକୁ ଆମେ ପୃଥକ ଭାବରେ ଅଲଗା ଅଲଗା ଦେଖିପାରୁଛନ୍ତି। ତେଣୁ ଏହା ଏକ ଅସମଜାତୀୟ ମିଶ୍ରଣ। ଏବଂ ଯଦି ଆମେ ଏକ ପିତ୍ତଳ ପାତ୍ରକୁ ଦେଖୁଛନ୍ତି, ଆମେ ଜାଣିଛନ୍ତି ପିତ୍ତଳ ଏକ ମିଶ୍ରଣ, କିନ୍ତୁ ଏହା ମଧ୍ୟରେ କେଉଁ କେଉଁ ଧାତୁ ବ୍ୟବହୃତ ହୋଇଛି ତାହାକୁ ଆମେ ପୃଥକ ଭାବରେ ଦେଖିପାରୁନାହାନ୍ତି। ତେଣୁ ଏହି ପିତ୍ତଳ ପାତ୍ରଟି ଏକ ସମଜାତୀୟ ମିଶ୍ରଣ ଅଟେ। ଯଦି ତୃତୀୟ ଚିତ୍ରକୁ ଲକ୍ଷ୍ୟ କରିବା, ସିମେଣ୍ଟରେ ଥିବା ସମୁଦ୍ର ଦ୍ରବ୍ୟ ଗୁଡ଼ିକ, ଏଗୁଡ଼ିକୁ ଆମେ ସାଧାରଣତଃ ଖାଲି ଆଖିରେ ପୃଥକ ଭାବରେ ଦେଖିପାରୁଛନ୍ତି। ତେଣୁ ଏହା ଏକ ଅସମଜାତୀୟ ମିଶ୍ରଣ ଅଟେ। ସେପରିକା ବାଲି ମିଶ୍ରିତ ଜଳ, ଆମେ ଦେଖୁଛନ୍ତି ବାଲି ଗୁଡ଼ିକ ତଳେ ଜମା ହୋଇଯାଇଛି ଏବଂ ପାଣି ଉପରେ ଅଛି। ପାଣି ଏବଂ ବାଲିକୁ ଆମେ ପୃଥକ ଭାବରେ ଦେଖିପାରୁଛନ୍ତି, ଏହା ଏକ ଅସମଜାତୀୟ ମିଶ୍ରଣ। ଠିକ୍ ସେହିପରି ଯଦି ଆମେ କାଳିକୁ ଲକ୍ଷ୍ୟ କରିବା, କାଳି ମଧ୍ୟରେ କେଉଁ କେଉଁ ଉପାଦାନ ଗୁଡ଼ିକ ମିଶିଛି, କେଉଁ କେଉଁ କଣିକା ଗୁଡ଼ିକ ଅଛି, କେଉଁ କେଉଁ ଅଣୁ କିମ୍ବା କେଉଁ କେଉଁ ପରମାଣୁ ଅଛି, ତାହାକୁ ଆମେ ଜାଣିପାରୁନାହାନ୍ତି, ଖାଲି ଆଖିରେ ଆମକୁ ଜଣା ହିଁ ପଡ଼ୁନାହିଁ। ତାହେଲେ ଏହା ଏକ ସମଜାତୀୟ ମିଶ୍ରଣ। ସେପରିକା ଯଦି ମୁଁ ତମ୍ବା ପାତ୍ରକୁ ନେବି, ତମ୍ବା ପାତ୍ରଟି କ'ଣ? ଏକ ବିଶୁଦ୍ଧ ପଦାର୍ଥ।
ଏବଂ ଏହା ମଧ୍ୟ କ'ଣ ହେଇପାରେ ସମଜାତୀୟ କିମ୍ବା ଅସମଜାତୀୟ ତାହା ନିଜେ ଜାଣିବା ପାଇଁ ଚେଷ୍ଟା କର। ତେବେ ଆମେ ଜାଣିଲେ ଯେ ବିଶୁଦ୍ଧ ପଦାର୍ଥ ଦୁଇ ପ୍ରକାର ରହିପାରେ, ମୌଳିକ କିମ୍ବା ଯୌଗିକ। ମୌଳିକ ଯାହାକି ଗୋଟିଏ ମାତ୍ର ପରମାଣୁକୁ ନେଇ ଗଠିତ, ଯୌଗିକ ଯାହାକି ଭିନ୍ନ ଭିନ୍ନ ପରମାଣୁକୁ ନେଇ ଗଠିତ। ମିଶ୍ରଣ କ'ଣ? ମିଶ୍ରଣ ହେଉଛି ଯେତେବେଳେ ଭୌତିକ ପ୍ରକ୍ରିୟାରେ ଆମେ ଦୁଇ କିମ୍ବା ଅଧିକ ବିଶୁଦ୍ଧ କିମ୍ବା ଅଶୁଦ୍ଧ ପଦାର୍ଥକୁ ମିଶାଇବା ତାହାକୁ ମିଶ୍ରଣ କୁହାଯାଇଥାଏ। ମିଶ୍ରଣ ଦୁଇ ପ୍ରକାର ହୋଇପାରେ, ଗୋଟିଏ ହେଉଛି ସମଜାତୀୟ ମିଶ୍ରଣ, ଗୋଟିଏ ହେଉଛି ଅସମଜାତୀୟ ମିଶ୍ରଣ। ସମଜାତୀୟ ମିଶ୍ରଣରେ ସେଥିରେ ଥିବା ଉପାଦାନ ବା କଣିକା ଗୁଡ଼ିକୁ ଆମେ ପୃଥକ ଭାବରେ ଦେଖିପାରନ୍ତି ନାହିଁ। ଅସମଜାତୀୟ ମିଶ୍ରଣରେ ଆମେ ଯେଉଁ ଯେଉଁ କଣିକା ଗୁଡ଼ିକ ଅଛି ତାକୁ ପୃଥକ ଭାବରେ ଦେଖିପାରନ୍ତି ଏବଂ ଜାଣିପାରନ୍ତି। ତେବେ ଏହିପରି ଭାବରେ ମିଶ୍ରଣ ଦୁଇ ପ୍ରକାର ହୋଇପାରେ, ସମଜାତୀୟ ଏବଂ ଅସମଜାତୀୟ ମିଶ୍ରଣ।